ମୁଁ ଆପଣଙ୍କୁ ଗୋଟେ କଥା ଅତି ସ୍ପଷ୍ଟ ଭାବରେ କହିବାକୁ ଚାହେଁ। ମାସେ ତଳୁ ଯେତେବେଳେ ବହିରେ ତ୍ରୁଟି ଅଛି ବୋଲି ସାମ୍ନାକୁ ଆସିଲା, ସେତେବେଳେ ସେମାନେ ଭାବିଥିଲେ ବୋଧେ ତାକୁ ଘୋଡ଼େଇ ଦେବେ, ଅର୍ଥାତ୍ ତାଙ୍କର କରିଥିବା ପାପକୁ ସେ ଘୋଡ଼େଇ ଦେବେ। କିନ୍ତୁ ଯେତେବେଳେ ଓଡ଼ିଶାର ପୁରପଲ୍ଲୀରେ ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ବାପା ମାଙ୍କ ପର୍ଯ୍ୟନ୍ତ ଏଇଟା ଦାବାଗ୍ନି ଭଳିଆ ପ୍ରଚାର ହୋଇଗଲା ଏବଂ ସମସ୍ତେ ଅସନ୍ତୋଷ ପ୍ରକାଶ କଲେ, କ୍ରୋଧ ପ୍ରକାଶ କଲେ, ସରକାରଙ୍କୁ ଛି ଛାୟା କଲେ। ବାଧ୍ୟ ହୋଇ ସରକାର କିଛି ପଦକ୍ଷେପ ନେଉଛନ୍ତି ଯେ ଜନମାନସରେ ଗୋଟେ ଚିତ୍ର ଆଙ୍କିବେ ଯେ ସରକାର ତତ୍ପରତା ପ୍ରକାଶ କରୁଛନ୍ତି, ଅର୍ଥାତ୍ ଏ କଥାକୁ ଘୋଡ଼େଇ ଦେବା ପାଇଁ। ଏଠି ମୁଁ ଆପଣଙ୍କୁ କହି ରଖେ, ବର୍ତ୍ତମାନ ସରକାରଙ୍କର ନିଦ ଭାଙ୍ଗିଲା ଏଫଆଇଆର୍ ଦେବାକୁ। ସରକାର କାହା ବିରୁଦ୍ଧରେ ଏଫଆଇଆର୍ ଦେଲେ? ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଗୋଟେ ଷଡ଼ଯନ୍ତ୍ର ହେଇଛି, ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଛନ୍ତି ଷଡ଼ଯନ୍ତ୍ର ହେଇଛି ତାଙ୍କ ନିଜ ବିରୁଦ୍ଧରେ, ସେଠି ସେ ଏଫଆଇଆର୍ କାହା ଏଗେନ୍ଷ୍ଟ ଦେଉଛନ୍ତି? ସ୍ପଷ୍ଟ କରନ୍ତୁ ଷଡ଼ଯନ୍ତ୍ରକାରୀ କିଏ? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଷ୍ଟେଟମେଣ୍ଟଟା ହେଉଛି ଗୋଟେ ରାଜ୍ୟର ଷ୍ଟେଟମେଣ୍ଟ, ଗୋଟେ ସରକାରଙ୍କର ଷ୍ଟେଟମେଣ୍ଟ, ଗୋଟେ ସରକାରଙ୍କର ସ୍ୱୀକାରୋକ୍ତି। ତାହେଲେ ସିଏ କ'ଣ ଗନ୍ଧ ବାରିଲେ, କିଏ ସେ ଷଡ଼ଯନ୍ତ୍ର କଲା, ଯାହାଫଳରେ ସେ କହିଲେ ଷଡ଼ଯନ୍ତ୍ର ହେଇଛି, ଅର୍ଥାତ୍ ସେ ଜାଣିଛନ୍ତି, ତା ପ୍ରକାଶ କରନ୍ତୁ। ସେ କଥା ପ୍ରକାଶ ନ କରି ଜନ ଅଶାନ୍ତି, ଜନ ଆକ୍ରୋଶକୁ ଦାବି ଦେବା ପାଇଁ ଗୋଟେ ଏଫଆଇଆର୍ ଦେଇ କେମିତି ସମୟ ଟାଳିବେ ଏବଂ ସମୟ ଯେତେବେଳେ ଅତିକ୍ରାନ୍ତ ହୋଇଯିବ, ଜନତା ଭୁଲିଯିବେ, ସେଇଭଳି ଗୋଟେ ପଦକ୍ଷେପ ନେଇଛନ୍ତି। ସିମ୍ପଲ୍ କଥା କହିବାକୁ ଗଲେ, ସରକାରଙ୍କ ବିରୁଦ୍ଧରେ ତଦନ୍ତ ଦେଇଛନ୍ତି ଏବଂ ତଦନ୍ତ ସରକାରଙ୍କର ନିୟନ୍ତ୍ରଣ ରହିବ ଏବଂ ସେ ଯେମିତି ଚାହିଁବେ ସେମିତି ରିପୋର୍ଟ ଦେବେ। କାର୍ଯ୍ୟାନୁଷ୍ଠାନ କ'ଣ କରିବେ ଆମେ ଜାଣିନୁ, କିନ୍ତୁ ନିଜେ ନିଜକୁ ସ୍ପଷ୍ଟ ଦିବାଲୋକରେ ଘୋଡ଼େଇବାକୁ ଚେଷ୍ଟା କରୁଛନ୍ତି, ଅପଚେଷ୍ଟା କରୁଛନ୍ତି, ଏତିକି ମାତ୍ର ଆମର କହିବାର ଅଛି।